तो है गाइस नमस्कार जय जगन्नाथ केमिति अछंती आपण माने समस्त आशा करछु समस्त भलो थिबे। तो सांग माने वेलकम करछु आउ एक नुआ ब्लॉग को। तो सांग माने देखि परतु मु एबे बसची माने चेयर बसची हम छक कतुरु हम छकटा देखुथि सेही पटे रहउची छक कतुरु प्राय 100 रु 200 मीटर दूर रे बसची कौड़ी बसची आपण माने ई जागाटा देखि जानि परतु मते कमेंट को जणातु एई जागाटा को जागा देखंतु। एबे गाड़ी सजा होउची आज गुटे हठात पुरो बाहागर गुटे आसिला माने काली रातिर आसिला तो सेई पई सकाळु गाड़ी सजा होउची एटा आज दिन बाहागर जीवो। तो दीटा माने मेन मेन लोकड़ा एठी बइजी जे सजेबो आसी होउची लेबर गणती से छुआटा चिनि परथिबे से लेबर गणती आ बाकी रहिले मु तो सेट नुको आपण माने काम फाम सेमति किछि करेनी आउ सेई होउची ताकू खटा होउची सेई खटुची सब काम सेई करिवो। ମୁଁ ତ ସେମିତି କିଛି କାମ କରେନି ମୁଁ ଟିକେ ଭିଆଇପି ଇଏ ନା ଟିକେ ଚେୟାର ବସି ଗୋଡ ଉପରେ ଗୋଡ ପକେଇ ବସିକି ଟିକେ ଦେଖୁଛି ଆଉ ଦେଖିପାରୁଥିବେ ବଢିଆ ଗାଡି ଛିଡା ହେଇଛି ଦେଖନ୍ତୁ ସେଇଠି। ଆମ ଛକ ଦେଖିପାରୁଥିବେ ଏଇଠି ଏଇପଟେ ଦେଖନ୍ତୁ ସୁବର୍ଣ୍ଣରେଖା ନଦୀ ମାନେ ବଣ ଦେଖାଉଛି ସେଇପଟେ ପଛପଟେ ସୁବର୍ଣ୍ଣରେଖା ନଦୀ ଆଉ ଏବେ ଗରମ ଦିନିଆ ସୁବର୍ଣ୍ଣରେଖା ନଦୀ ମାନେ ଗାଧୋଇବା ଯୋଉ ମଜା ଆପଣ ମାନେ ଯଦି ଯିଏ ଗାଧୋଇଥିବେ ଜାଣିଥିବେ କାହିଁକିନା ପୁରା ବାଲି ପୁରା ପାଣି ପୁରା ସଫା ଗାଧୋଇବାଟା ମାନେ ସୁଇମିଂ ପୁଲ ଯେମିତି ସମସ୍ତେ ଯାଉଛ ସୁଇମିଂ ପୁଲ ବଗେରା ଯୋଉ ସବୁ ଯାଉଛ ଗାଧୋଇବା ପାଇଁ ସେଗୁଡାକ ଫେଲ ହେଇଯିବ କାହିଁକିନା ପାଣି ସଦାବେଳେ ପୁରା ଥଣ୍ଡା ଆଉ ଗହିରା ନାହିଁ ପୁରା ମାନେ ଏଇ ଏତିକି ମାପ ବେକେ ମାପ ପାଣି ମସ୍ତ ଲାଗେ। ଆପଣ ମାନେ ଆସନ୍ତୁ ଗାଧନ୍ତୁ ତାପରେ ଜାଣିବେ ତାହେଲେ ଦେଖା ହବା ଆଉ ଗାଡି କିଛି ଆଉ ଟିକେ କିଛି କାମ ହେଲେ କାହିଁକିନା ଏଠି ଗାଡି ମୋଟର ସବୁ ଯିବା ଆସିବା କରୁଛି ସାଉଣ୍ଡ ଏତେ କ୍ଲିୟର ଶୁଭା ଯିବନି ଆଉ ଗାଡି ଟିକେ ଫୁଲ କମ୍ପ୍ଲିଟ ଆଉ ଟିକେ ଅଧା ଅଧା ଧଇଲେ ମୁଁ ଦେଖେଇବି ଆପଣ ମାନଙ୍କୁ ଚାଲନ୍ତୁ। ସାଙ୍ଗମାନେ ଦେଖିପାରୁଥିବେ ଆଉ ଚିଣ୍ଟୁ ଏଠି ବସିଛି ଦେଖନ୍ତୁ ଗାଡି କେମିତି ସଜଉଛି ଆମେ ମୁଁ ପୁରା ପୁରା ଦେଖିପାରୁଥିବେ ଗରମ ଜୋର ପୁରା ଝାଳ ବୁଡିକି ଅବସ୍ଥା ନାହିଁ। ତ ଏଇଟା ସରିବ ଏଇଟା ସରିଲା ପରେ ସେଇଟା ହବ ତାପରେ ଆହୁରି ଦୁଇଟା ଗାଡି ଅଛି ଚେଷ୍ଟା କରିବି ସବୁ ବ୍ଲଗ କରିବା ପାଇଁ କାହିଁକି ନା କ୍ୟାମେରା ଧରିବା ପାଇଁ କେହି ନାହିଁ ଆମ ପାଖରେ ଦେଖିବି। ତ ଚାଲନ୍ତୁ ସାଙ୍ଗମାନେ ଆଜି ଦେଖିବା ପୁରା ଗାଡି ସଜା ସରିଲା ପରେ ଦେଖେଇବି କେମିତି କଣ। ତ ସାଙ୍ଗମାନେ ଟାଇମ ହେଇଛି ଏବେ ପାଖାପାଖି 6ଟା 6:30 ପାଖାପାଖି ଆମେ ମାନେ ପାଖାପାଖି 4ଟା ମୁଁ ଉଠିକି ଗାଡି ଫାଡି ଧୁଆ ଧୁଇ ପୋଛା ପୋଛି ସବୁ ସାରି ସାରିଲୁଣୁ। ଏ ଗାଡି ସଜା ସରିଲା ପରେ ଏ ଗାଡିଟା ଯୋଉ ଢାଙ୍କା ହେଇଛି ସେଇଟା ସଜା ହବ। ତ ସାଙ୍ଗମାନେ ଦେଖୁଥିବେ ଏବେ ତ ସେ ସଜା ଚାଲିଛି ଅଧା ପାଖାପାଖି ହେଇଗଲାଣି ମୁଁ ଏବେ ଯାଉଛି ମାନେ ରେଡି ହେଇକି ପଳେଇ ଆସିବି କାହିଁକିନା ଗାଡି ମୁଁ ଚଲେଇକି ନେଇକି ଯିବି ବଳିଆ ଯିବନି ସେ ଦୋକାନରେ ଅଛି ଆଉ ଯାଉଛି ଗାଧୋଇ ପାଧେଇକି ରେଡି ହେଇକି ପଳେଇ ଆସିବି ତାପରେ ଦେଖିବା କମ୍ପ୍ଲିଟ ଲୁକ୍ କେମିତି ଦେଖା ହଉଛି ଆଉ ତାପରେ ବାଲିଆପାଳ ବି ଯାଇକି ବି ସେଠି ତାଙ୍କର ସେଠି ସୋଲ ଗୋଟେ ଲଗା ହବ ଗାଡିର ଆଗରେ ଦେଖିବା କଣ କେମିତି ହଉଛି ଚାଲନ୍ତୁ ଡାଇରେକ୍ଟ ଗାଧୋଇ ପାଧେଇ ସାରିକି ଡାଇରେକ୍ଟ ଦେଖା ହବା। ତ ସାଙ୍ଗମାନେ ଦେଖୁଥିବେ ମୁଁ ଏବେ ଗାଧୋଇ ପାଧେଇକି ରେଡି ଏବେ ଗରମ ଲାଗୁଛି ଜାମାଟା ପିନ୍ଧି ହେଇନି ତାପରେ ଗାଡିର ଫାଇନାଲ ଲୁକ୍ ଦେଖୁଥିବେ ମୋ ବ୍ୟାକ୍ କ୍ୟାମେରା କରିବି ଦେଖେଇବି ଫାଇନାଲ ଲୁକ୍ ଟା ଦେଖିବ ତ ପୁରା ଖତରନାକ ହେଇଛି ଆଉ ବାକି ଡାଇରେକ୍ଟ ଯାଇ ବାଲିଆପାଳରେ ଦେଖା ହବା। ଏବେ ଖରା ବହୁତ ହେଲାଣି ମାନେ ଗରମ ଲାଗୁଛି ମୁଁ ବ୍ୟାକ୍ କ୍ୟାମେରା କରି ଡାଇରେକ୍ଟ ଦେଖଉଛି ଚାଲନ୍ତୁ ଡାଇରେକ୍ଟ ବାଲିଆପାଳରେ ଦେଖା ହବା। ତ ସାଙ୍ଗମାନେ ଦେଖିପାରୁଥିବେ ପୁରା ଡିଟେଲିଂ କାମ ଆପଣ ମାନଙ୍କୁ ଏଟା ନନ୍ ସନରୁଫ ଯଦି ଆପଣ ସନରୁଫ ୟା ନନ୍ ସନରୁଫ ଦରକାର ହୁଏ ଆପଣ କହିବେ କମେଣ୍ଟ ଜଣେଇବେ। ଦେଖିପାରୁଥିବେ ମସ୍ତ ଡିଜାଇନରେ ସଜା ହେଇଛି। ତ ସାଙ୍ଗମାନେ ଦେଖୁଥିବେ ମୁଁ ଏବେ ଗାଡି ନେଇକି ବାହାରି ଗଲିଣି ତଥାପି ମାନପୁର ପାଖାପାଖି ପହଞ୍ଚିଗଲିଣି ଏବେ ବାହାରୁ ଯୋଉ ଲୁକ୍ ଟା ଦେଖନ୍ତୁ କେମିତି ବଢିଆ ଦେଖାଯାଉଛି ଆଉ ପୁରା ସବୁଆଡେ ତ ଢାଙ୍କା ଢାଙ୍କି ହେଇକି ପୁରା ଅଛି ଏଇଭଳିଆ ମାନେ ଗାଡି ସଜା ହେଲେ ଗାଡି ଚଲେଇବା ପାଇଁ ଟିକେ ହାଲକା ମୁସ୍କିଲ ହେଇଥାଏ ତ ଏତେ ବି ମୁସ୍କିଲ ନୁହଁ କାହିଁକିନା ଗାଡି ଚଲେଇ ଚଲେଇ ଅଭ୍ୟାସ ହେଇଗଲାଣି ତ ଅଳ୍ପ ଟିକେ ଫାଙ୍କା ରହିଲେ ବି ଗାଡି ଚଲେଇ ହବ କିଛି ଅସୁବିଧା ନାହିଁ। ବାକି ଟିକେ ଅଡୁଆ ରହିଥାଏ ଯୋଉଠି ଖରାପ ରାସ୍ତା ଥାଏ କି ଗାଡି ଜାମ୍ ହେଇଯାଇଥାଏ ସେଇ ଜାଗାରେ ଟିକେ ଦେଖି ଚାହିଁକି ଚଲେଇବା ପାଇଁ ପଡେ ନହେଲେ ବାକି ସବୁ ଓକେ
ଗାଡି ଲୁକ୍ ଟା ମାନେ ବାହାରୁ ଯେତିକି ମାନେ ନଜାରା ବଢିଆ ଦେଖାଯାଏ ହଉଛୁ ଭିତରୁ ବଢିଆ ଦେଖାଯାଉଛି ପୁରା ଦେଖନ୍ତୁ ପୁରା ମସ୍ତ ଦେଖାଯାଉଛି ମସ୍ତ ବି ଆସୁଛି। ଏଇଟା ଦେଖନ୍ତୁ ମିରର ଏପଟେ ସଜା ହେଇଛି ଦେଖନ୍ତୁ ପୁରା ମସ୍ତ ଲାଗୁଛି। ଆଉ ଆପଣ ମାନଙ୍କୁ ଯାହାକୁ ବି ମାନେ ଗାଡି ଫାଡି ଦରକାର ଆପଣ ମାନେ କମେଣ୍ଟ ବକ୍ସରେ ନିହାତି ଭାବରେ ଜଣାନ୍ତୁ। ଆଉ ମୁଁ ଆମର ନମ୍ବର ଦେଇଦେବି କଣ୍ଟାକ୍ଟ ନମ୍ବର ଦେଇଦେବି ଆପଣ ମାନେ କଥା ହେଇଯିବେ। ବହୁତ କମ ପ୍ରାଇସ ରେ କମ ଦାମ ରେ ଫୁଲ ସହ ଗାଡି ସହ ଭଲ ରେଟ ରେ ଆପଣ ବାହାଘର ପାଇଁ ଗାଡି ପାଇପାରିବେ। ଆଉ 24 ଘଣ୍ଟା ବି ଭଡା ଆଭେଲେବୁଲ ଅଛି ଯୋଉଠି ଯାଆନ୍ତୁ ଭଡା ଆଭେଲେବୁଲ ପାଇବେ। ଚାଲନ୍ତୁ ସାଙ୍ଗମାନେ ଡାଇରେକ୍ଟ ବାଲିଆପଲ୍ଲା ଯାଇକି ବଳିଆ ପାଖରେ ସୁଲ ଅଛି ସୁଲ ଲଗା ହବା ଆହୁରି ଡାଇରେକ୍ଟ ସେଇଠି ଦେଖା ହବା। ପଚାରିନି ଯାଉ ତୁ ଭାଇ କେବୁ ମତେ ଲେଟ୍ କରିଦେଲୁ ଭଲ ହେଇଗଲା ତୁ ଯେ 10ଟା ବେଳୁ ମାଗିଥିଲୁ ମୋ ଛାତି 10ଟା ବେଳକୁ ସେ ଦେଖିବୁ କରିପାରିବୁ ନା ପାରିବୁନି 12:30 ବେଳେ ମୁଁ କେତେ ଗାଳି ଶୁଣିଛି 50 କହିଲେ ସେ କାହାକୁ କହିଛୁ ସେ ଗାଡି ଘିନି ଆସୁନି ତୋ ମାମୁଁ କହିଦବୁ ମୋ ମାମୁଁ ଆସୁନି କହୁନି ଓଡିଆରେ ବୁଝିଦେଲି ନା ବୁଝିଗଲା କଚୁ କଚୁ। ତ ସାଙ୍ଗମାନେ ଦେଖୁଥିବେ ଏବେ କାଳୀ ମନ୍ଦିରରେ ତାଙ୍କର ବାହାଘର ଚାଲିଛି ମାନେ ସେଇପଟ ଏରିଆରେ ଚାଲିଛି ମନ୍ଦିର ଭିତରେ ବାହାଘର ଚାଲିଛି। ତାପରେ ମୁଁ ଦେଖିଲି ମନ୍ଦିରର ଯୋଉ ଆଉଟଫିଟ୍ ଅଛି ଆଉଟଲୁକ୍ ସବୁ ଦେଖଉଛି ଆପଣଙ୍କୁ ଦେଖନ୍ତୁ ଏଇଗୁଡା ସବୁ ବଣ ଜଙ୍ଗଲ ହେଇକି ଅଛି। କାହିଁକି ଗୋଟେ ମିଲ୍ ଥିଲା ଏଠି କାମ କରୁଥିଲେ ଲୋକ ମିଲରେ ହଠାତ୍ ନିଆଁ ଲାଗିଥିଲା ଯାହାଫଳରେ ଆମ ଜନ୍ମ ପାଖରୁ ବୋଧେ ପାଖାପାଖି ବନ୍ଦ ହେଇକି ଅଛି। ପ୍ରାୟ ଆଗରୁ କେବେ ଚାଲିଥିଲା ମୁଁ ତ ଛୁଆଟି ବେଳୁ ଯେତେବେଳେ ଦେଖୁଛି ସେତେବେଳେ ବନ୍ଦ ହେଇକି ଅଛି। ତ ଦେଖିପାରୁଥିବେ ଏଇଭଳିଆ ସିନ୍ ଏଇଭଳିଆ କେତେ ବିଲ୍ଡିଂ ସବୁ ଖାଲି ହେଇକି ପଡିଛି। ମୁଁ ହବ ତ ସେଇପଟକୁ ଯାଉଛି ଦେଖିବା କେମିତି କଣ ଦେଖାଯାଉଛି ଦେଖିବା ଲୁକ୍ ମୁଁ ବ୍ୟାକ୍ କ୍ୟାମେରା କରି ଦେଖଉଛି। ଦେଖିପାରୁଥିବେ ସାଙ୍ଗମାନେ ପୁରା ପତଳା ଗୋଟେ ହି ରାସ୍ତା ତଥାପି ମାନେ ଟିକେ ହାଲକା ଡର ଲାଗୁଛି ଏକାଟିଆ ଯାଉଛି ଆଉ ପାଖରେ କେହି ନାହିଁ। ଦେଖିପାରୁଥିବେ ପୁରା ସୁନସାନ ଏରିଆ ପୁରା ବଣ ଜଙ୍ଗଲ ଦେଖନ୍ତୁ ପୁରା ଯେମିତି ଭୂତ କୋଠରୀ ଭଳିଆ ସେଭଳିଆ ଦେଖାଯାଉଛି। ଦେଖନ୍ତୁ ପୁରା ଅନ୍ଧାର ପୁରା ବନ୍ଦ। ଦେଖିପାରୁଥିବେ ପୁରା ସୁନସାନ ଏରିଆ କିଛି ଦେଖାଯିବନି। ଦେଖିପାରୁଥିବେ ପୁରା ବନ୍ଦ ଅଛି ସୁନସାନ ଏରିଆ। ବାବା କାନ୍ଥର ସବୁ ଲେଖା ହେଇଛି ମାନେ ଏଠିକି ବି ଲୋକ ଆସୁଛନ୍ତି ମାନେ ବୁଲି ବୁଲାକି ସବୁ ଯାଇଛନ୍ତି। ତ ସାଙ୍ଗମାନେ ଦେଖିପାରୁଥିବେ ଏବେ ତ ସେଇଟା ଦେଖେଇଲି ଗୋଟେ ମାନେ ହଣ୍ଟେଡ ପ୍ଲେସ ଭଳିଆ ଦେଖାହେଲା। ତାପରେ ଆମେ ଯିବା ଏପଟକୁ ଦେଖିବା କଣ କେମିତି ଦେଖା ହଉଛି ମାନେ କେବେଠୁ ପାଖାପାଖି ବନ୍ଦ ହେଇ ସାରିଲାଣି। ଏପଟେ ଏରିଆ ବି ଦେଖୁଥିବେ ଆଉ ଏବେ ତାଙ୍କର ତ ବାହାଘର ମନ୍ଦିର ବାହାଘର ମାନେ ମିନିମମ୍ ହାଏଷ୍ଟ 20 ରୁ ଅଧଘଣ୍ଟେ 20 ମିନିଟ୍ ଅଧଘଣ୍ଟେ ପାଖାପାଖି ଲାଗେ। ଆଉ ଏତିକି ଟାଇମ ଭିତରେ ଏପଟେ ଏରିଆ ବି ମୁଁ ବୁଲଉଛି। ତାପରେ ଦେଖିବି ଖରା ଏମିତି ହେଇଛି ଝାଳ ପୁରା ଗମ ଗମ ବାହାରୁଛି। ଆଉ ଦେଖିପାରୁଥିବେ ଏଇପଟେ ବି ଏରିଆ ଦେଖିପାରୁଥିବେ ପୁରା ମାନେ ଜଙ୍ଗଲ। ଏଇ ଜାଗା ଟା କମ ସେ କମ 100 ଏକର ପାଖାପାଖି ର ଜାଗା। ତାପରେ ଦେଖିବା ଏଇପଟେ ଏରିଆକୁ ଯିବା ସେଇପଟେ ଏରିଆ ବି କେମିତି ଦେଖାଯାଉଛି ଦେଖିବା। ଆଉ ଏପଟେ ଖାଲି ଆମ୍ବ ଗଛ ଆଉ ନଡ଼ିଆ ଗଛ ତାଳ ଗଛ ଏଇପଟେ
ଏରିଆ ବି ଦେଖିପାରୁଥିବେ। ଏପଟେ ଏରିଆ ବି ପୁରା ସୁନସାନ। ଆମ୍ବ ଗଛ ଏଇପଟେ ଦେଖୁଥିବେ, ବିରାଟ ବଡ ଆମ୍ବ ଗଛ ଅଛି। ସେଇପଟରେ ଦେଖିପାରୁଥିବେ ମାନେ ଲୋକ ଗହଳି ସବୁ ଅଛି, ଛିଡା ହେଇଛନ୍ତି ଲୋକେ। ମୁଁ ଏବେ ଯାଉଛି ବାହାଘର ଯୋଉଠି ହଉଛି ସେଠିକି ଯିବି। ଆପଣମାନଙ୍କୁ ଦେଖେଇବି କେମିତି କଣ ମାନେ ହଉଛି, ଦୂରରୁ ସେଇଟାକି ଦେଖେଇବି, ପାଖକୁ ଯାଇହବନି। ଦେଖିବା, ଚାଲନ୍ତୁ ମୁଁ ବ୍ୟାକ୍ କ୍ୟାମେରା କରି ଦେଖଉଛି। ଦେଖିପାରୁଥିବେ ଏଇଟା ହଉଛି ମାନେ ମେନ୍ ରାସ୍ତା, ଯୋଉ କାଳୀ ମନ୍ଦିର କି ଇନ୍ ହବା ପାଇଁ ଏଇପଟେ। ଆଉ ତ ଆମ ଗାଡି ଦେଖନ୍ତୁ ସେଇଠି ଛିଡା ହେଇଛି। ଆପଣମାନେ ଦେଖନ୍ତୁ ଏଇ ଜାଗା ସେଇପଟରେ ବାହାଘର ହଉଛି। ସୂର୍ଯ୍ୟ କିରଣ ପଡୁଛି କେମିତି ଦେଖନ୍ତୁ। ଛୋଟ ଛୋଟ ପିଲାମାନେ ଖେଳୁଛନ୍ତି। ଦେଖନ୍ତୁ ଆପଣଙ୍କୁ ଜୁମ୍ କରି ଦେଖେଇ ଦଉଛି। ସେଇପଟେ ଏରିଆ ଦେଖନ୍ତୁ ମ୍ୟାରେଜ ଚାଲିଛି, ଦେଖିପାରୁଥିବେ। ତ ଫାଇନାଲି ଫ୍ରେଣ୍ଡସ୍, ଏବେ ଟାଇମ ହେଲାଣି 6ଟା 6। ତ ଏବେ ସୁଦ୍ଧା ବି ତାଙ୍କର ମାନେ ବାହାଘର ତ ସରିଗଲାଣି କେବେଠୁ, ମାନେ ସେ ତ ପର୍ଯ୍ୟନ୍ତ ରେଡି ହେଇନାହାନ୍ତି, ମାନେ ଗାଡିରେ ବସିନାହାନ୍ତି। ତ କେତେ ସମୟ ୱେଟ୍ କରିବା ଦେଖିବା, ଚାଲନ୍ତୁ। ଆଉ ବର ଆସିବା ପରେ ମୁଁ ଆପଣଙ୍କୁ ଦେଖେଇବି, ଦେଖିବା କଣ ହଉଛି। ତଥାପି ତ ସେମାନେ ସବୁ ସିଆଡେ ଘୁରୁଛନ୍ତି, ଏପଟ ସେପଟ ହଉଛନ୍ତି। ଜିନିଷ ପତ୍ର ଗାଡିରେ ଡିକିରେ ରହିଯାଇଛି, ଆଉ ରହିସାରିଛି। ତାପରେ ବି କାହିଁ ଏତେ ପର୍ଯ୍ୟନ୍ତ ଆସୁନାହାନ୍ତି, ମାନେ ତାଙ୍କ ପାଇଁ ସପ ପଡି ସାରିଲାଣି ଭିତରେ, କାହିଁ ଏତେ ପର୍ଯ୍ୟନ୍ତ ଆସୁନାହାନ୍ତି। ତଥାପି ମାନେ 4ଟା ପାଖରୁ ବାହାଘର ସରିଲାଣି, ଆଉ ଏବେ ପର୍ଯ୍ୟନ୍ତ ଦେଖା ନାହିଁ। ଚାଲନ୍ତୁ ଦେଖିବା କଣ ହଉଛି। ଫାଇନାଲ ସାଙ୍ଗମାନେ ଦେଖୁଥିବେ ବର କନ୍ୟା ଭିତରେ ବସିଲେ। ଜମା କାନ୍ଦନି। ତୁମେ କାନ୍ଦିଲେ ତମେ ଘରକୁ ଯାଇକି କାନ୍ଦିବେ। ତୁମର ତ ସାଙ୍ଗମାନେ ଦେଖିପାରୁଥିବେ ଫାଇନାଲ ଏବେ ମାନେ ଆମେ ବରକନ୍ୟା ନେଇକି ଚାଲିଛୁ, ଆଉ ପାଖାପାଖି ଘର ପହଞ୍ଚା ପହଞ୍ଚି ପୁରା ହେଲୁଣୁ। ଆଉ ତାଙ୍କୁ ଛାଡି ଦେଇକି ମୁଁ ପଳେଇବି, ପ୍ରାୟ ପାଖାପାଖି ହେଇଯିବ ରାତି 11ଟା ପାଖାପାଖି ହେଇଯିବ। ଘରେ ପହଞ୍ଚିଲା ପରେ ଦେଖାହବା। ତ ଫାଇନାଲି ସାଙ୍ଗମାନେ କାଲିର ବାହାଘର ଯୋଉ ମାନେ ବ୍ଲଗ ସରିଯାଇଛି, ଆଉ ତାପରେ କାଲି ମୁଁ ଏଣ୍ଡ କରିପାରିନଥିଲି, କାହିଁକିନା ଏତେ ଯୋଉ ଥକା ଥିଲି। କାହିଁକିନା ସକାଳ 5ଟା ବେଳୁ ଉଠିକି ରାତି 1 ପର୍ଯ୍ୟନ୍ତ ଚାହିଁବା ବହୁତ ମାନେ କଷ୍ଟ। ତାପରେ ବହୁତ ଥକା ଥିଲି। ତାପରେ ମୁଁ ଆସିକି ଗାଡି ଲଗେଇକି ମାନେ ଡାଇରେକ୍ଟ ଘର ପାଖରେ ବି ଆଉ ଖାଇ ନାହିଁ, ଡାଇରେକ୍ଟ ଶୋଇ ଯାଇଥିଲି। ଆଉ ସକାଳୁ ଉଠିଲି ପୁରା ଏବେ ଜଷ୍ଟ ଏଇ ହେଇଛି ମାତ୍ର ଟାଇମ 12ଟା ପାଖାପାଖିରେ, ଆଉ ପ୍ରବଳ ନିଦରେ ଶୋଇଥିଲି। ତାପରେ ଉଠିକି ନା ମୁଁ କହିଲି ଏଣ୍ଡ କରିଦେଇ ତାପରେ ଦେଖିବା। ତ ଫ୍ରେଣ୍ଡସ୍, ବ୍ଲଗ ଟା କେମିତି ଲାଗିଲା, କଣ କାହିଁ କେମିତି ହେଲା, ମତେ କମେଣ୍ଟରେ ଜଣେଇବେ। ତ ଆଶା କରୁଛି ଆପଣ ସମସ୍ତଙ୍କୁ ବ୍ଲଗ ଟା ଭଲ ଲାଗିଥିବ। ତ ସାଙ୍ଗମାନେ ରହିଲି, ଦେଖାହବା ଆଉ ଗୋଟେ ଏକ ନୂଆ ଫାଡୁଦାର ପୁରା ମାନେ ଧାସୁ ବ୍ଲଗ ରେ ଦେଖାହବା। ତ ଚାଲନ୍ତୁ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ଜୟ ଶ୍ରୀରାମ।